ଦର୍ଶକ ବନ୍ଧୁ ମନେ ରଖନ୍ତୁ, 1 ନମ୍ବର, କେବେ ବି ଭାଙ୍ଗି ଯାଇଥିବା ବାସନରେ କିମ୍ବା ଭଲ ଭାବେ ସଫା ହୋଇନଥିବା ବାସନରେ ଖାଦ୍ୟ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ଦରିଦ୍ରତା ଆସିଥାଏ, ଧ୍ୟାନ ରଖିବେ। 2 ନମ୍ବର, ଏକାଦଶୀ ଦିନ କେବେ ବି ଆମିଷ ଭକ୍ଷଣ କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ ଅନାର୍ଥର କାରଣ ହୋଇଥାଏ, ଧ୍ୟାନ ରଖିବେ। 3 ନମ୍ବର, ଘରର ମୁଖ୍ୟଦ୍ୱାର ସମ୍ମୁଖରେ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ରଖିବା ଦ୍ୱାରା ଶୁଭ ହେବା ସହିତ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ଦରିଦ୍ରତା ଦୂର ହୋଇଥାଏ, ମନେ ରଖିବେ। 4 ନମ୍ବର, ତକିଆ ତଳେ କୌଣସି ଲୁହାର ଜିନିଷ ଯେପରି ଚାବି ଇତ୍ୟାଦି ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ସମସ୍ୟା ମଧ୍ୟ ଦୂର ହୋଇଥାଏ। 5 ନମ୍ବର, ତକିଆ ତଳେ ରସୁଣ ରଖି ଶୋଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଏହା ସୌଭାଗ୍ୟ ପ୍ରାପ୍ତି ହେବାର ସାହାଯ୍ୟ କରିଥାଏ, ମନେ ରଖିବେ। 6 ନମ୍ବର, ସୋମବାର ଦିନ ରାତିରେ ତକିଆ ତଳେ ସିନ୍ଦୁର ରଖି ଶୋଇବା ପରେ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଅର୍ପଣ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଦୂର ହୋଇଥାଏ ଏବଂ କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହୋଇଥାଏ, ମନେ ରଖିବେ। 7 ନମ୍ବର, ରାତିରେ ତମ୍ବା ପାତ୍ରରେ ଜଳ ରଖି ଶୋଇବା ପରେ ସକାଳୁ ଉଠିବା ମାତ୍ରେ ସେହି ଜଳରେ ମୁହଁ ଧୋଇବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଏବଂ ମୁହଁରେ ଚମକ ଆସିଥାଏ। 8 ନମ୍ବର, ଦର୍ଶକ ବନ୍ଧୁ ରାତିରେ ଶୋଇବା ବେଳେ ମନେ ରଖିବେ, ଅଧିକ ସମୟ ମୋବାଇଲ ଦେଖିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ଶରୀରରେ କୋର୍ଟିଜୋନ ନାମକ ହରମୋନ୍ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ନିଦ ସମୟରେ ବି ଚିନ୍ତାଗ୍ରସ୍ତ ହେବାକୁ ପଡ଼ିଥାଏ, ମନେ ରଖିବେ। 9 ନମ୍ବର, ଶୋଇବା ଶେଯ ଉପରେ ବସି ପଢ଼ିବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ମାନସିକ ଦୃଢ଼ତା, ଦକ୍ଷତା ଏବଂ ଧ୍ୟାନ ଲଗାଇବାର ଦକ୍ଷତା କମଜୋର ହେବାର ସମ୍ଭାବନା ରହିଥାଏ, ମନେ ରଖିବେ। 10 ନମ୍ବର, ମୁଣ୍ଡ ପାଖରେ କେବେ ବି ମନେ ରଖିବେ, ମୁଣ୍ଡ ପାଖରେ କେବେ ବି କୌଣସି ବହି ରଖି ଶୋଇବା ଉଚିତ ନୁହେଁ, କାରଣ ଏହାଦ୍ୱାରା ବୁଧ ଗ୍ରହଙ୍କ ଖରାପ ପ୍ରଭାବ ପଡ଼ିବା ସହିତ ଉନ୍ନତିରେ ବାଧାପ୍ରାପ୍ତ ହୋଇଥାଏ। 11 ନମ୍ବର, ତୁଳସୀ ପତ୍ର ତକିଆ ତଳେ ରଖି ଶୋଇବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ, ତା ସହିତ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। 12 ନମ୍ବର, ତକିଆ ତଳେ ମୟୂର ପଙ୍ଖ ରଖି ଶୋଇବା ଦ୍ୱାରା ଶୁଭ ହେବା ସହିତ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଉତ୍ତମ ଭାଗ୍ୟ ପ୍ରାପ୍ତି ହୋଇଥାଏ। 13 ନମ୍ବର, ନାକରେ କଳା ଯାଇ ରହିଥିବା ଲୋକମାନେ ସ୍ୱାଭିମାନୀ ହୋଇଥାନ୍ତି ଏବଂ ଜୀବନରେ ପ୍ରଗତି କରିଥାନ୍ତି। 14 ନମ୍ବର, ହାତର ପାପୁଲି ମଝିରେ କଳା ଯାଇ ରହିଥିବା ଲୋକମାନଙ୍କର ଧନର ଅଭାବ ହୋଇନଥାଏ ଏବଂ ବିବାହ ପରେ ଭାଗ୍ୟ ଉଦୟ ହୋଇଥାଏ, ମନେ ରଖିବେ। 15 ନମ୍ବର, ଲୋକମାନଙ୍କ ସହିତ ସଙ୍ଗତରେ ଖାଇବା ସମୟରେ ମନେ ରଖିବେ, ଲୋକମାନଙ୍କ ସହିତ ସଙ୍ଗତରେ ଖାଇବା ସମୟରେ ଅନ୍ୟମାନେ ଖାଇସାରିବା ପର୍ଯ୍ୟନ୍ତ ଉଠିବା ଅନୁଚିତ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। 16 ନମ୍ବର, ଭୋଜନ ଖାଇସାରିବା ପରେ କେବେ ବି ଥାଳିରେ ହାତ ଧୋଇବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଅନ୍ନର ଅପମାନ ହୋଇଥାଏ। ଏଭଳି ଭୁଲ କେବେ ବି କରନ୍ତୁ ନାହିଁ। 17 ନମ୍ବର, ଭୋଜନ କେବେ ବି ଖଟ ଉପରେ ବସିକରି ଖାଇବା ଉଚିତ ନୁହେଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ। 18 ନମ୍ବର, ଭୋଜନ କରିବା ସମୟରେ ପୂର୍ବ ଦିଗକୁ ମୁଖ କରି ଭୋଜନ କରିବା ଉଚିତ। ଏହାଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ରୋଗ ବ୍ୟାଧି ଦୂର ହୋଇଥାଏ, ମନେ ରଖିବେ। 19 ନମ୍ବର, ଦକ୍ଷିଣ ଦିଗକୁ ମୁଖ କରି କେବେ ବି ଭୋଜନ କରିବା ଉଚିତ ନୁହେଁ, କାରଣ ଏହା ଅଶୁଭ ହେବା ସହିତ ଆୟୁ କମ୍ ହୋଇଯାଇଥାଏ। 20 ନମ୍ବର, ଯେଉଁ ପୁରୁଷ ଲୋକଙ୍କ ମଥା ଚଉଡ଼ା ହୋଇଥାଏ ଅଥବା 4 ଆଙ୍ଗୁଳିରେ ଅଧିକ ହୋଇଥାଏ, ସେମାନେ ଭାଗ୍ୟଶାଳୀ ପୁରୁଷ ହୋଇଥାନ୍ତି। 21 ନମ୍ବର, ଘରର ମୁଖ୍ୟଦ୍ୱାର ସମ୍ମୁଖରେ କେବେ ବି ଅଳିଆ କିମ୍ବା ବର୍ଜ୍ୟବସ୍ତୁ ଗଦା କରି ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଘରେ ବାସ୍ତୁଦୋଷ ଉତ୍ପନ୍ନ କରିଥାଏ। 22 ନମ୍ବର, ଘରେ ଅଧିକ ପୁରୁଣା ଜୋତା ଚପଲ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭତ୍ୱ ବୃଦ୍ଧି ହୋଇଥାଏ ଏବଂ
ଜୋତା ଚପଲ ଏଠି ସେଠି ପକାଇବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ପଡ଼ିବା ସହିତ କଳହ ବୃଦ୍ଧି ହୋଇଥାଏ। 23 ନମ୍ବର, କେବେ ବି ଅଇଁଠା ବାସନ ଛାଡ଼ିବା କିମ୍ବା ଭଙ୍ଗା ବାସନ ବ୍ୟବହାର କରିବା ଉଚିତ ନୁହେଁ ଏବଂ ବାସନ ଏଠି ସେଠି ପକାଇବା ଅନୁଚିତ। ଏହାଦ୍ୱାରା ଚନ୍ଦ୍ର ଏବଂ ଶନିଙ୍କ ଖରାପ ପ୍ରଭାବ ପଡ଼ିବା ସହିତ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଧ୍ୟାନ ରଖିବେ। 24 ନମ୍ବର, ଖାଇସାରିବା ପରେ ଅଇଁଠା ଥାଳି ଧରିକି ବସିବା ଏକ ଖରାପ ଅଭ୍ୟାସ ହୋଇଥାଏ ଏବଂ ରାତିରେ ଅଇଁଠା ବାସନ ରଖିବା ଅନୁଚିତ। ଏହାଦ୍ୱାରା ବାସ୍ତୁଦୋଷ ଦେଖାଦେବା ସହିତ କାର୍ଯ୍ୟରେ ସଫଳତା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ମନେ ରଖିବେ। 25 ନମ୍ବର, ଘରେ ପାଣିର ଅଯଥା ଖର୍ଚ୍ଚ କରିବା ଉଚିତ ନୁହେଁ କିମ୍ବା ଅପବ୍ୟୟ କରିବା ଅନୁଚିତ। ଏହାଦ୍ୱାରା ଚନ୍ଦ୍ରଙ୍କ ଖରାପ ପ୍ରଭାବ ପଡ଼ିଥାଏ ଏବଂ ମାନସିକ ଅଶାନ୍ତି ଦେଖାଦେବା ସହିତ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ। ମନେ ରଖିବେ। 26 ନମ୍ବର, ତକିଆ ତଳେ ପଇସା ରଖି ଶୋଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ସକାଳୁ ତାକୁ ଭିକାରୀମାନଙ୍କୁ ଦାନ କରିବା ଦ୍ୱାରା ଗ୍ରହ ଦୋଷ ଦୂର ହୋଇ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ। 27 ନମ୍ବର, ଦର୍ଶକ ବନ୍ଧୁ, ତକିଆ ତଳେ କୌଣସି ଧାର୍ମିକ ବସ୍ତୁ ରଖିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ସମସ୍ତ ପ୍ରକାରର ଭୟ ଦୂର ହୋଇଥାଏ। 28 ନମ୍ବର, ଶୋଇବା ସମୟରେ ଜୋତା ଚପଲ ଇତ୍ୟାଦି ଖଟ ତଳେ ରଖିବା ଉଚିତ ନୁହେଁ କିମ୍ବା ସେଜ ପାଖରେ ରଖିବା ଅନୁଚିତ। ଏହାଦ୍ୱାରା ଅଶୁଭ ହେବା ସହିତ ନକାରାତ୍ମକ ବୃଦ୍ଧି ପାଇଥାଏ। 29 ନମ୍ବର, ଘରେ କୌଣସି ଶୁଖିଲା ଗଛ ରଖିବା ଉଚିତ ନୁହେଁ ଏବଂ ଘରେ ଲାଗିଥିବା ଗଛରେ ନିୟମିତ ପାଣି ନ ଦେବା ଦ୍ୱାରା ଅଶୁଭ ହୋଇଥାଏ। ତା ସହିତ ଘରେ ବାସ୍ତୁଦୋଷ ଉତ୍ପନ୍ନ କରିଥାଏ। 30 ନମ୍ବର, ଯେଉଁ ଲୋକମାନଙ୍କର ବେକରେ କଳାଜାଇ ରହିଥାଏ ସେମାନେ ବୁଦ୍ଧିମାନ ହୋଇଥାନ୍ତି ଏବଂ ଚତୁରତାର ସହିତ ଧନ ଅର୍ଜନ କରିଥାନ୍ତି। 31 ନମ୍ବର, କେବେ ବି ଅନ୍ୟମାନଙ୍କ ପାଇଁ ରହିଥିବା ଖାଦ୍ୟ ଖାଇବା ଉଚିତ ନୁହେଁ କିମ୍ବା ପାଖରେ ଥିବା ଯେକୌଣସି ପ୍ରାଣୀଙ୍କୁ ଭୋକିଲା ରଖି ଖାଦ୍ୟ ଖାଇବା ଅମଙ୍ଗଳକାରୀ ହୋଇଥାଏ। 32 ନମ୍ବର, ଯେଉଁ ଲୋକମାନଙ୍କର କାନରେ କଳାଜାଇ ଚିହ୍ନ ରହିଥାଏ ସେମାନେ ବିଚାରବଦ୍ଧ ଲୋକ ହୋଇଥାନ୍ତି ଏବଂ ଉତ୍ତମ ପରାମର୍ଶଦାତା ମଧ୍ୟ ହୋଇଥାନ୍ତି। 33 ନମ୍ବର, ଯେଉଁ ପୁରୁଷ ଲୋକଙ୍କ ଦେହରୁ ଅଧିକ ଝାଳ ବାହାରିଥାଏ କିମ୍ବା ଅଧିକ କେଶ ରହିଥାଏ ସେମାନଙ୍କ ଜୀବନରେ ବହୁତ କଠିନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। 34 ନମ୍ବର, ପୁରୁଷ ଲୋକମାନେ ପ୍ରତ୍ୟେକ ଦିନ ସ୍ୱଚ୍ଛ ରହିବା ସହିତ ଚନ୍ଦନ ଲଗାଇବା ଉଚିତ। ଏହାଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। 35 ନମ୍ବର, ଯେଉଁ ପୁରୁଷ ଲୋକମାନେ କଥା ସ୍ପଷ୍ଟ ଭାବେ କହିଥାନ୍ତି ସେମାନେ ଶୀଘ୍ର ସଫଳତା ଏବଂ ଧନ ଦୌଲତର ଅଧିକାରୀ ହୋଇଥାନ୍ତି।